ପୁରାଣରେ ଆକାଶବାଣୀ। ଆମେ କେବେ ନା କେବେ ଆକାଶବାଣୀ ଏହି ଶବ୍ଦକୁ ନିଶ୍ଚିତ ଶୁଣିଛନ୍ତି। ଆମ ଧର୍ମଗ୍ରନ୍ଥ ଓ ପୁରାଣରେ ଅନେକ ପ୍ରସିଦ୍ଧ ଆକାଶବାଣୀର ବର୍ଣ୍ଣନା ରହିଛି। ଆମକୁ ଶୁଣିବା ପାଇଁ ତ ଏହି ଶବ୍ଦ ବଡ଼ ସରଳ ଲାଗୁଛି ଯେ ଆକାଶର ବାଣୀ ହେଉଛି ଆକାଶବାଣୀ, କିନ୍ତୁ ବାସ୍ତବରେ ଏହାର ରହସ୍ୟ ବଡ଼ ଗୂଢ଼। ଆମେ ଆକାଶବାଣୀ କ'ଣ ଜାଣିବାକୁ ହେଲେ ପ୍ରଥମେ ଜାଣିବାକୁ ହେବ ଯେ ଆକାଶ କ'ଣ। ଆମେ ସମସ୍ତେ ଜାଣନ୍ତି ଯେ ଆମ ଶରୀର ପଞ୍ଚତତ୍ତ୍ୱରେ ଗଠିତ। ସେହି ପଞ୍ଚତତ୍ତ୍ୱ ହେଲା ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ। ଏହି ପଞ୍ଚତତ୍ତ୍ୱଙ୍କ ମଧ୍ୟରୁ କେବଳ ଆମେ ଚାରୋଟିକୁ ଦେଖୁ ବା ଅନୁଭବ କରୁ। ସେମାନେ ହେଲେ ପୃଥିବୀ, ଜଳ, ବାୟୁ ଓ ଅଗ୍ନି। ତେଣୁ ଲୋକେ ପ୍ରଶ୍ନ କରିଥାନ୍ତି ଯେ ଆମ ଶରୀରରେ ଆକାଶ କେଉଁଠି ଅଛି? ଏହାର ଉତ୍ତରରେ ଏହା ହେବ ଯେ ଆକାଶ ଆମ ଶରୀରର ଶୂନ୍ୟତାକୁ ପ୍ରଦର୍ଶିତ କରିଥାଏ। ଏହି ଜଗତରେ ଯେଉଁଠି କିଛି ନଥାଏ ଅର୍ଥାତ୍ ଶୂନ୍ୟ ଥାଏ, ସେସବୁ ଆକାଶ ତତ୍ତ୍ୱ। ଯଦି ଆମେ ଆକାଶବାଣୀ ବିଷୟରେ କହିବା, ତେବେ ଅର୍ଥ ଏହା ହେବ ଯେ ଆମର ଅନ୍ତରାତ୍ମାର ବାଣୀ ହେଉଛି ଆକାଶବାଣୀ। ଆକାଶବାଣୀ କେବେ ଅସତ୍ୟ ହୋଇନଥାଏ। ତୁମେ ସ୍ୱୟଂ ଅନୁଭବ କରିଥିବ ଯେ ଶରୀର କେତେ ପାପ କର୍ମ କରୁ, କିନ୍ତୁ ଅନ୍ତରାତ୍ମା ଜାଣିଯାଏ ଯେ ଏହା ଉଚିତ କର୍ମ ନୁହେଁ। ଯିଏ ସେହି ଅନ୍ତରାତ୍ମାର ବାଣୀ ବା ଆକାଶବାଣୀକୁ ଶୁଣି ତାକୁ ଅନୁସରଣ କରେ, ସେ କଦାପି ଅନୁଚିତ କାର୍ଯ୍ୟ କରିନଥାଏ। ଏବେ ଆମେ ସେହି ଆକାଶବାଣୀ ଉପରେ ଜାଣିବା, ଯାହା ଆମେ ଆଗରୁ ଶୁଣି ଆସୁଛନ୍ତି, ଯାହା ଆକାଶବାଣୀର ଶାବ୍ଦିକ ଅର୍ଥ ଆକାଶର ବାଣୀ ବିଷୟରେ। ପ୍ରାଚୀନ କାଳରେ ତଥା ଯୁଗରେ କୌଣସି ଶ୍ରେଷ୍ଠ ବ୍ୟକ୍ତି ଅଜ୍ଞାନତା ବଶତଃ କୌଣସି ପାପ କାର୍ଯ୍ୟକୁ ପୁଣ୍ୟ କାର୍ଯ୍ୟ ଭାବି କରୁଥିଲା, ତାକୁ ସେହି କାର୍ଯ୍ୟରୁ ନିବୃତ୍ତି କରିବା ପାଇଁ ଆକାଶବାଣୀ ହେଉଥିଲା। ଏହାର ଏକ ଉଦାହରଣ ରାମାୟଣରେ ରହିଛି। ଯେତେବେଳେ ଭରତ ସୈନ୍ୟ ସାମନ୍ତ ଧରି ଚିତ୍ରକୂଟରେ ପହଞ୍ଚିଲେ, ସେତେବେଳେ ଲକ୍ଷ୍ମଣଙ୍କୁ ମିଥ୍ୟାବୋଧ ହେଲା ଯେ ଭରତ ଶ୍ରୀରାମଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଛନ୍ତି। ଲକ୍ଷ୍ମଣ ସତ୍ୟ ଜାଣିନଥିଲେ। ସେ ଭରତ ଶ୍ରୀରାମଙ୍କୁ ଲେଉଟାଇ ନେବା ପାଇଁ ଆସିଛନ୍ତି। ତେଣୁ ସେ ଭରତଙ୍କୁ ବଧ କରିବା ପାଇଁ ଧନୁ ଉଠାଇଲେ। ସେତିକିବେଳେ ଆକାଶବାଣୀ ହୋଇଥିଲା, ହେ ଲକ୍ଷ୍ମଣ, ତୁମର ପ୍ରତାପ ଓ ପ୍ରଭାବ କିଏ ବା ନ ଜାଣେ। ତୁମେ ଭରତକୁ ବଧ କରିବା ପାଇଁ ସର୍ବଦା ସମର୍ଥ, କିନ୍ତୁ କୌଣସି କାର୍ଯ୍ୟକୁ ବିନା ବୁଝିବିଚାରି କରିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତି ସୁଜାବୁଝା ନ କରି ଘୋର କର୍ମ କରେ, ତାକୁ ପରବର୍ତ୍ତୀ ସମୟରେ ଅନୁତାପ କରିବାକୁ ପଡ଼ିଥାଏ। ଏହିପରି ଭାବେ ଲକ୍ଷ୍ମଣଙ୍କୁ ଆକାଶବାଣୀ ଦ୍ୱାରା ସଚେତ କରାଯାଇଥିଲା ଯେ ତୁମେ ସତ୍ୟ ନ ଜାଣି ଭରତଙ୍କ ଅହିତ କରିବା ପାଇଁ ଯାଉଛ। ସେହି ଆକାଶବାଣୀକୁ ଶୁଣି ଲକ୍ଷ୍ମଣଙ୍କୁ ସତ୍ୟର ଜ୍ଞାତ ହେଲା ଓ ସେ ଧନୁ ରଖି ଦେଇଥିଲେ। ଅନ୍ୟ ଏକ ସ୍ଥିତିରେ ଯେଉଁମାନେ ଅଧିକ ପାପକର୍ମ କରୁଥିଲେ, ସେମାନଙ୍କୁ ଆକାଶବାଣୀ କରି ଚେତାବନୀ ଦିଆଯାଉଥିଲା। ଏଥିରେ ଦୁଇଟି କାରଣ ଥିଲା। ପ୍ରଥମ ହେଲା ସେ ଆକାଶବାଣୀ ଶୁଣି ପାପକର୍ମ ତ୍ୟାଗ କରୁ ଏବଂ ଦ୍ୱିତୀୟଟି ହେଲା ସେ ଆକାଶବାଣୀ ଶୁଣି ଆହୁରି ଅଧିକ ପାପକର୍ମ କରୁ, ଯାହାଫଳରେ ତା'ର ଶୀଘ୍ର ଅନ୍ତ ହେବ। ଏହାର ଭଲ ଉଦାହରଣ ହେଲା କଂସକୁ ଆକାଶବାଣୀ ଦ୍ୱାରା ଚେତାବନୀ। ଯେତେବେଳେ କଂସ ତା'ର ଭଉଣୀ ଦେବକୀକୁ ବସୁଦେବ ସହିତ ବିବାହ କରାଇଲା, ସେତିକିବେଳେ ଆକାଶବାଣୀ ହୋଇଥିଲା ଯେ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ତୋତେ ବଧ କରିବ। ଏହି ଆକାଶବାଣୀର ଉଦ୍ଦେଶ୍ୟ ଏହା ଥିଲା ଯେ କଂସ ତା'ର ଅତ୍ୟାଚାର ତ୍ୟାଗ କରୁ, ଅଥବା ଅତ୍ୟାଚାର ଏତେ ଅଧିକା କରୁ ଯେ ତା'ର ଅନ୍ତ ଶୀଘ୍ର ହେଉ। କଂସ ଅତ୍ୟାଚାର ତ୍ୟାଗ କରିବା ପରିବର୍ତ୍ତେ ଅଧିକା କରିଥିଲା। ଫଳରେ ଶ୍ରୀକୃଷ୍ଣ କଂସକୁ ବଧ କରି ଅତ୍ୟାଚାରରୁ ସଂସାରକୁ ମୁକ୍ତି କରିଥିଲେ। ଏବେ ପ୍ରଶ୍ନ ଉଠେ ଯେ ବାସ୍ତବରେ ଆକାଶବାଣୀ କରୁଛି କିଏ? ଯେହେତୁ ଆକାଶ ଶୂନ୍ୟ, ଶୂନ୍ୟରେ ଧ୍ୱନି ତ ସୃଷ୍ଟି ହୋଇପାରେ, କିନ୍ତୁ ତାହା ବାଣୀର ରୂପ ନେଇପାରିବ ନାହିଁ। ଏହାର ଉତ୍ତର ଏହା ଯେ ଆକାଶରୁ ସ୍ୱର୍ଗରେ ଥିବା ଦେବତାମାନେ ଆକାଶବାଣୀ କରିଥାନ୍ତି। ତେଣୁ ଏହାକୁ ଦେବବାଣୀ ବା ଦିବ୍ୟବାଣୀ ମଧ୍ୟ କୁହାଯାଇଥାଏ। ଦେବତାମାନଙ୍କ ବ୍ୟତୀତ କେତେକ ସିଦ୍ଧ ଋଷି ମଧ୍ୟ ମାନବ କଲ୍ୟାଣ ନିମନ୍ତେ ଆକାଶବାଣୀ କରିପାରୁଥିଲେ। ବ୍ରହ୍ମ ସମ୍ପ୍ରଦାୟର ମାନ୍ୟତା ଅନୁସାରେ ଆକାଶବାଣୀ ବାସ୍ତବରେ ବ୍ରହ୍ମା ହିଁ କରୁଥିଲେ।
କାହିଁକି ନା ସେ ହିଁ ସମସ୍ତ ପ୍ରାଣୀଙ୍କ ଭୂତ ଭବିଷ୍ୟତ ଓ ବର୍ତ୍ତମାନର ଜ୍ଞାତା। ବ୍ରହ୍ମାଙ୍କ ଦ୍ୱାରା କୁହାଯାଉଥିବା ବାଣୀ ବ୍ରହ୍ମବାଣୀ। ଆକାଶବାଣୀ ବିଷୟରେ କିଛି ଜାଣିବା କଥା, ଚାଲନ୍ତୁ ଜାଣିବା। ଆକାଶବାଣୀ ଲାଉଡ଼ସ୍ପିକର ପରି ନୁହେଁ। ଆକାଶବାଣୀ କେବଳ ସେହି ବ୍ୟକ୍ତି ବା ସେହି ବ୍ୟକ୍ତିମାନଙ୍କୁ ଶୁଣାଯାଇଥାଏ ଯାହା ନିମନ୍ତେ ଆକାଶବାଣୀ କରାଯାଇଥାଏ। ଆକାଶବାଣୀ କେବଳ ସେହି ଦେବତା ହିଁ କରିଥାନ୍ତି ଯିଏ କେବେ ଅସତ୍ୟ କହିନଥିବେ ଏବଂ ଯାହା ପାଖରେ ଆକାଶବାଣୀ କରିବା ସାମର୍ଥ୍ୟ ଥିବ। ଯେକୌଣସି ଦେବତା, ଉପଦେବତା, ଯକ୍ଷ, ଗନ୍ଧର୍ବ, ମରୁତ, ବସୁ ଇତ୍ୟାଦି କେବେ ଆକାଶବାଣୀ କରନ୍ତି ନାହିଁ। ମନୁଷ୍ୟମାନଙ୍କ ମଧ୍ୟରେ କେତେକ ଋଷି ସାଧନା ବଳରେ ନିଜକୁ ଦେବତୁଲ୍ୟ କରିପାରିଥିଲେ। ସେମାନେ ମଧ୍ୟ ଆକାଶବାଣୀ କରିବା ପାଇଁ ସାମର୍ଥ୍ୟ ରଖୁଥିଲେ ଏବଂ ସେମାନଙ୍କ ପାଖରେ ଆକାଶବାଣୀ କରିବା ଅଧିକାର ମଧ୍ୟ ଥିଲା। ଯେପରି କେବଳ ସାମର୍ଥ୍ୟ ଥିବା ଦେବତାମାନେ ହିଁ ଆକାଶବାଣୀ କରିଥାନ୍ତି, ସେହିପରି କେବଳ ସାମର୍ଥ୍ୟ ଥିବା ବ୍ୟକ୍ତି ହିଁ ଆକାଶବାଣୀ ଶୁଣିଥାନ୍ତି। ସାଧାରଣ ଲୋକ ଆକାଶବାଣୀ ଶୁଣିପାରନ୍ତି ନାହିଁ। ଆକାଶବାଣୀ ଉଚିତ ମନ୍ତ୍ରଣା ପରେ ହିଁ କରାଯାଇଥାଏ। କୌଣସି ଦେବତା ବା ବ୍ୟକ୍ତି ନିଜ ଇଚ୍ଛାରେ ଆକାଶବାଣୀ କରନ୍ତି ନାହିଁ। ଆକାଶବାଣୀ ବ୍ରହ୍ମଦେବଙ୍କ ସ୍ୱୀକୃତି ପରେ ହିଁ କରାଯାଇଥାଏ। କେବଳ ଦେବତା ନୁହେଁ, ଯେଉଁ ଦେବୀ ଓ ମହିଳା ପାଖରେ ଆକାଶବାଣୀ କରିବା କ୍ଷମତା ଥାଏ ସେ ମଧ୍ୟ ଆକାଶବାଣୀ କରିଥାନ୍ତି। ଆକାଶବାଣୀ କହି ଦେବତାମାନେ କାହାକୁ ଭ୍ରମିତ କରନ୍ତି ନାହିଁ। ଆକାଶବାଣୀ ସର୍ବଦା ସତ୍ୟ ହୋଇଥାଏ। ପାପୀମାନଙ୍କ ପାଇଁ କରାଯାଉଥିବା ଆକାଶବାଣୀ ସତ୍ୟ ହୋଇଥାଏ ଏବଂ ପୁଣ୍ୟାତ୍ମାମାନଙ୍କ ପାଇଁ ମଧ୍ୟ ଆକାଶବାଣୀ ସତ୍ୟ ହୋଇଥାଏ। ଯେକୌଣସି କଥା ବା ତଥ୍ୟକୁ ଆକାଶବାଣୀ କରାଯାଇନଥାଏ, କେବଳ ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ହିଁ ଆକାଶବାଣୀ କରାଯାଇଥାଏ। ମାନ୍ୟତା ଅନୁସାରେ କଳିଯୁଗରେ କଳ୍କୀ ଆଗମନ ସମୟରେ ଦୁଷ୍ଟ ମନୁଷ୍ୟମାନଙ୍କୁ ଆକାଶବାଣୀ ଦ୍ୱାରା କଳ୍କୀ ଆଗମନର ସୂଚନା ମିଳିବ।